ନମସ୍କାର ଦର୍ଶକ ବନ୍ଧୁ। ଆଜି ନିଶା ରାଗରେ ଦେବୀକୁ କହିବ, ଏସବୁ ତୋ ଲାଗି ହେଉଛି। ଏତିକି କଥା କହି ସେ ଦେବୀ ଉପରକୁ ହାତ ଉଠାଇବା ମାରିବା ସମୟରେ ଚିକି ଦେବୀ ମାଙ୍କ ରୂପରେ ହାତକୁ ଧରି ପକାଇବ। ଆଉ ନିଶା ଏସବୁ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛି, ଆଉ ତଳେ ପଡ଼ିଯାଉଛି। ସେତିକିବେଳେ ଚିକି କହିବ, ଯେବେ ଯେବେ ତୋ ପରି ପାପୀମାନଙ୍କର ପାପ ଭାର ବଢ଼ିବ, ସେତିକିବେଳେ ସାଧାରଣ ନାରୀକୁ ମହାକାଳୀ ହେବାକୁ ପଡ଼ିବ। ସେତିକି କହି ନିଶା ଛାତି ଉପରେ ଛିଡ଼ା ହେଇଯିବ ଚିକି, ଆଉ ତ୍ରିଶୂଳକୁ ବେକ ପାଖରେ ରଖିଦବ। ସେତିକିବେଳେ ମାଧବୀ ଆସିକି କହିବ, ହେ ଦେବୀ ମା, ଚିକି ମୋ ବୋହୂରାଣୀକୁ ଛାଡ଼ି ଦେ। ଏମିତି ଶୁଣି ଦେବୀ ହସୁଥିବେ। ଆଉ ଚିକି, ମୋ ବୋହୂରାଣୀକୁ ଛାଡ଼େ, ତୁ କ'ଣ ତାକୁ ମାରିଦେବୁ ନା କ'ଣ? ଆଲୋ ଛାଡ଼େ। ସେତିକିବେଳେ ଘରଲୋକ ଆସିଯିବେ। ଆଉ ଚିକି କହିବ, ଛାଡ଼ି ଦେଇଥାନ୍ତି ଯଦି ସେ ତା ଲିମିଟରେ ରହିଥାନ୍ତା। ହେଲେ ବାରମ୍ବାର ଗୋଟେ ପରେ ଗୋଟେ ଭୁଲ କରି ଚାଲିଛି ସେ, ତାକୁ ତ ଶାସ୍ତି ମିଳିବ। ତାପରେ ରାମ କହେ, ପ୍ଲିଜ୍ ଚିକି ଛାଡ଼ ତାକୁ। ଏ କ'ଣ ହଉଛି? ନା ଇଂଲିଶ ମିଡ଼ିୟମ, ସେ ଖାଲି ଏ ଘରକୁ ଦୁଇ ଭାଗ କରିନି, ଦେବୀକି ମୋଠୁ ଛଡ଼େଇ ନେବାକୁ ଚେଷ୍ଟା କରିଛି। ସେତିକିବେଳେ ନିଶା ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ଚିକି କହିବେ, ଆଉ ଏବେ ଦେବୀକୁ ସେ ମାରିବାକୁ ସାହସ କେମିତି କଲା? ଏସବୁ ସତରେ କ'ଣ ମୁଁ ନିଶାକୁ ଛାଡ଼ିଦେବି? ଏସବୁ ବିଷୟରେ ଅଧିକ ଜାଣିବା ପାଇଁ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ରହୁଛି, ବାଏ।